भगवते वासुदेवाय। नवम स्कंध। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुगलितं फलं सुखामुखादमृतद्रवसंयुक्तं पिबत भागवतं रसमालयं मुहुरहुरसिका भुवि बभूकाः। प्रथमोऽध्यायो। परीक्षित उवाच। आनन्दे अभिमनुसुत शुनि गोविन्दर चरित व्यासनन्दन मुख चाहि बोलन्ति शिरे कर देई। भो मुनि मन्वन्तर कथा कहिले सकल व्यवस्था। जे मन्वन्तरे जेबा देही धर्मरक्षणे भावग्राही। अनंत जाहार महिमा के जानी पारे गुण सीमा। तुम्भे कहिल मुनिगणे विष्णुर महिमा प्रमाणे। द्राविडेश्वर सत्यव्रत से राज ऋषि दैवत। अनंत कल्प अन्ते थिला भावे से कृष्ण को भेटिला। नृत्य गोविंद पाद ध्यायी विष्णुर तहु शिक्षा पाई। पुनि से सृष्टि आदि काले केमन्ते वैवस्वत कूले। वैवस्वत मनु होई जन्म लभिला देह बही। पुनि ताहार बीर्ज जात होइले जेते अपत्य। इक्ष्वाकु आदि 10 सुते होइले राजा ए जगते। एणु आदित्य कूले जेते कहिबा वंशानुचरिते। जाहार बंशे जेबा होई ए भूमि तले देह बही। जेबा चरित कले जेते भूमुनि कह मु अग्रते। मोते संकटु धर मु तुम्भ चरणे किंकर। भूत भविष्य वर्तमान संपूर्ण वंशानुकीर्तन। जेबा जगते कले जाहा कहिब मोते जेबे दया। श्रीसुत उवाच। एमंत ऋषिगण मध्ये उत्तरासुत अनुवादे। शुनि आनन्दे कृतकृत्य कहन्ति व्यासङ्कर सुत। श्रीशुक उवाच। शुण हे नृप परीक्षित केओबा कथने समर्थ। संक्षेपी कहिली मु तोते जानई जोग बळे जेते। ए भूमि मध्ये देह बही सते बरसे केबा कही। रविर वंशे नृप जेते जे जाहा कले जगते।
ଭକତ ଶିଷ୍ୟ ଏହା କହି ଏବେ ତୁ ଶୁଣ ମନ ଦେଇ। ଯେ ବାଉ ପୂଜେ ଯାର ଅଂଶେ ବଇବ ସ୍ୱତ ମନୁ ବଂଶେ। ଶୁଣ ପାଣ୍ଡବ ଚୂଡ଼ାମଣି ପ୍ରଳୟ ଜଳୁ ବେଦ ଆଣି। ଯେ ହରି ଅନାଦି କାରଣ ଜଗତ ଆତ୍ମା ନାରାୟଣ। ପୂର୍ବେ ଯେ ସଂସାର ସଂହରି ଜଳେ ଅନନ୍ତ ଶଯ୍ୟା କରି। ନିବିଡ଼ ଅନ୍ଧାରେ ଶୋଇଲେ ତାହାଙ୍କୁ କେହି ନ ଦେଖିଲେ। ସେ ପୁଣି ପ୍ରଳୟର ଅନ୍ତେ ଉତ୍ଥାନେ ଶୋଇଲେ ଅଚିନ୍ତେ। ଅନାଦି କମଳୁ ପ୍ରକାଶ ଜନ୍ମିଲା ହିରଣ୍ୟର କୋଶ। ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଜଳ ବ୍ୟାପୀ। ସେ ପଦ୍ମ କୁଶୁ ବ୍ରହ୍ମା ଜାତ ଯାର ଶରୀରୁ ଏ ଜଗତ। ଭୂମି ଭିଆଣ ଯୋଗ ବଳେ ବସିଲା ସମାଧି ନିଶ୍ଚଳେ। ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମର। କଶ୍ୟପ ତାର ତହୁଁ ଜାତ ତାର ମହିମା ଅପ୍ରମିତ। ଦକ୍ଷ ଦୁହିତା ବିଭା କଲା ତାତହୁଁ ସୂର୍ଯ୍ୟ ଉପୁଜିଲା। ସୂର୍ଯ୍ୟର ପତ୍ନୀ ସଂଜ୍ଞା ନାମ ଅତି ସୁନ୍ଦର ଅନୁପମ। ତାର ଉଦରୁ ଦିବ୍ୟ ତନୁ ହୋଇଲା ଶ୍ରାଦ୍ଧ ଦେବ ମନୁ। ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ 10 କୁମର କଲା ଭାବେ। ରୂପେ ଶୋଭିତ ଅନୁପମ ଶୁଣ ହୋ ତାହାଙ୍କର ନାମ। ଇକ୍ଷ୍ୱାକୁ ନୃପ ସାତବେନି ଶର୍ଯ୍ୟାତି ଦିଷ୍ଟ ଦୃଷ୍ଟ ଘେନି। କଳି ପୁଣି କଳୁଷ ନରିଷ୍ୟନ୍ତ ପୃଷଧ ନାଭାଗ ଉଚିତ। ହୋଇଲେ କବି ବିଭୁ ଆଦି ସର୍ବେ ପ୍ରସିଦ୍ଧି ସର୍ବସିଦ୍ଧି। ସେ ଶ୍ରାଦ୍ଧ ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ। ପୁତ୍ର କରଣେ ବିପ୍ର ତୁଷ୍ଟି ଆରମ୍ଭ କଲେ ଯଜ୍ଞ ଗୋଟି। ଏମନ୍ତେ ତାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗତେ ବିଚାରି। ବୋଲଇ ମୋହି ପତିବ୍ରତା ଯେମନ୍ତେ ହୋଇବ ଦୁହିତା। ସେ ଅର୍ଥେ ତୁମ୍ଭେ ଯଜ୍ଞ କର ସେବଇ ଚରଣ ତୁମ୍ଭର। ସେ ଅର୍ଥେ ତୁମ୍ଭେ ଯଜ୍ଞ କର ସେବଇ ଚରଣେ ତୁମ୍ଭର। ତା ଶୁଣି କୁଶ କେତୁ ବଳା ବିପ୍ରଙ୍କ ସଙ୍ଗେ ବିଚାରିଲା। ଆହୁତି ଦେଲା କୟୁତ ଏମନ୍ତେ କନ୍ୟା ହେଲା ଜାତ। ତା ରୂପ ଜଗତ ମୋହିଲା ତାହାକୁ ଇଳା ନାମ ଦେଲା। ରାତ୍ରେ ସେ କନ୍ୟା ଜନ୍ମ ଦେଖି ଇକ୍ଷ୍ୱାକୁ ଶୟନ ଉପେକ୍ଷି। ବୋଲଇ ବିପ୍ରକୁ ଅନାଇ ଏମନ୍ତେ ଦେଖିଲା ତ ନାହିଁ। ତୁମ୍ଭେ ସକଳ ବ୍ରହ୍ମବେତା
একথা অসম্ভব কথা। ବ୍ରାହ୍ମଣ କର୍ମ ତନୁ ହଇ, ଏ କର୍ମ କଲ କିସ ପାଇଁ? ତୁମ୍ଭେ ଯେ ନିଜ ତପ ଫଳେ, ଅଭିଘ୍ନ ଅଟୁ ଏ ଶୟଳେ। ସଂକଳ୍ପ ହୋଇଲା ଅନ୍ୟଥା, ଏ ବଡ଼ ଅସମ୍ଭବ କଥା। ଅଜ୍ଞାନ ଜନଙ୍କର ମତ, ଘୋର ସଂକଳ୍ପ ବିପରୀତ। ଏମନ୍ତ ମନୁର ବଚନ, ଶୁଣି ବଶିଷ୍ଠ ତପୋଧନ। ହୋତାଙ୍କ ବ୍ୟଭିଚାର ବାଣୀ, ମନୁଙ୍କୁ କହନ୍ତି ଯେ ମୁନି। ତୋହର ନିଜ ନାରୀ ବୋଲେ, ଦୁହିତା ଅର୍ଥେ ହୋମ କଲେ। ମୁଁ ଏବେ ସାଧିବି ତୋ ଅର୍ଥେ, କହିବି ବିଷ୍ଣୁଙ୍କ ଅଗ୍ରତେ। ଯେମନ୍ତେ ଏ କନ୍ୟା ତୋହର, ହୋଇବ ପୁରୁଷଙ୍କ ବର। ଏମନ୍ତେ କହି ମହାଯତି, ବିଷ୍ଣୁଙ୍କୁ କଲେ ଦିବ୍ୟ ସ୍ତୁତି। ବରିଷ୍ଠ ସ୍ତୁତି ବାକ୍ୟ ଶୁଣି, ତକ୍ଷଣେ ପ୍ରଭୁ ଚକ୍ରପାଣି। ଇଳା କନ୍ୟାକୁ କୃଷ୍ଣ ଚାହିଁ, ବୋଇଲେ ପୁତ୍ର ହୁଅ ତୁହି। ତକ୍ଷଣେ ପୁରୁଷ ହୋଇଲା, ସୁଦ୍ୟୁମ୍ନ ନାମ ତାର ହେଲା। ନିଜ ଭବନେ ଗଲେ ହରି, ଏବେ ହୋ ଶୁଣ ଦଣ୍ଡଧାରୀ। ବେଦର ବଚନ ସ୍ୱଭାବ, କେ ତାହା ଅନ୍ୟଥା କରିବ। ଶୁଣ ରାଜନ ଶୁଦ୍ଧ ମନେ, ସେ ମନୁ ପୁତ୍ର ଏକ ଦିନେ। ମୃଗୟା ଅର୍ଥେ ଘୋର ବନେ, ପଶିଲା ହରଷିତ ମନେ। ଶେଷରାସନ ଧରି କରେ, ବସିଲା ଅଶ୍ୱର ଉପରେ। ସେବକ ବଳ ତାର ଯେତେ, ଧାଇଁଲେ ଅଶ୍ୱ ପୃଷ୍ଠଗତେ। ନାନା ଆୟୁଧ କରେ ଧରି, ପଶୁ ଖୋଜନ୍ତି ବନେ ହେରି। ଗିରି କାନନେ ଲତା କୁଞ୍ଜେ, ସର୍ବେ ଖୋଜନ୍ତି ବୃକ୍ଷ ପୁଞ୍ଜେ। ମୃଗ ନ ଦେଖି ଘୋର ବନେ, ପଶିଲେ ଉତ୍ତର କାନନେ। ମେରୁ ନିକଟେ ଖେଦ ମନେ, ମିଳିଲେ ଏକାମ୍ବର ବନେ। ସେ ବନ ପ୍ରଭୁ ଶୂଳଧାରୀ, ସଙ୍ଗତେ ଘେନି ନିଜ ନାରୀ। ନିରତେ ପୀଡ଼ିତ ସଦନେ, ଗୌରୀ ସଙ୍ଗତେ ନିର୍ଜନେ। ନୃତ୍ୟୋଗମନ୍ତି ସୁଖ ମନେ, ଆନନ୍ଦେ ପୁଷ୍ପିତ କାନନେ। ସେ ବନେ ପୁଣି ମନୁ ବଳା, ଅନେକ ମୃଗ ବଧ କଲା। ମୃଗୟା ସାରି ଅବହେଳେ, ଗ୍ରାମକୁ ଆସିବାର ବେଳେ। ଅଶ୍ୱ ସହିତେ ସର୍ବଜନେ, ତକ୍ଷଣେ ଏକାମ୍ବର ବନେ। ସର୍ବେ ହୋଇଲେ ସ୍ତ୍ରୀଗଣ, ଅଶ୍ୱ ସହିତେ ବିଘଟନ। ଚାହାନ୍ତେ ଅନ୍ୟ ଅନ୍ୟ ସୁଖେ, ଚାହାନ୍ତେ ଅନ୍ୟ ଅନ୍ୟ ମୁଖେ। ସର୍ବେ ମଜିଲେ ମନ ଦୁଃଖେ। ସ୍ତ୍ରୀ ସ୍ୱଭାବେ କଲେ ଭ୍ରାନ୍ତି, ସ୍ୱଭାବେ ଚଳି ନ ପାରନ୍ତି। ଏମନ୍ତ ଶୁକ ମୁଖୁ ଶୁଣି, ବୋଲେ ପରୀକ୍ଷ ନୃପମଣି। ରାଜୋବାଚ ଭୋ ମୁନି ଅସମ୍ଭବ ବାଣୀ, ହୃଦୟ କମ୍ପିଲା ତା ଶୁଣି। ନାରୀ ବୋଇଲେ କିସ ଅର୍ଥେ, ଏକଥା କହ ମୋ ଅଗ୍ରତେ। ସୁଦ୍ୟୁମ୍ନ ଇକ୍ଷ୍ୱାକୁ ନନ୍ଦନ,
ପୁରୁଷ କଲେ ଭଗବାନ। ସେ କିମ୍ପା କାମିନୀ ହୋଇଲା ଅଶ୍ୱ ସହିତେ ମନୁବଳା। କିବା ସେ ବନେ ଥିଲା ଦୋଷ, କିବା ଶଙ୍କର କଲେ ରୋଷ। କିମ୍ପା ଲଭିଲେ ସ୍ତ୍ରୀ ଦେହ, ସଂଶୟ ଯାଉ ମୁନି କହ। ଶ୍ରୀଶୁକ ଉବାଚ ମୁନି କହନ୍ତି ଅନୁରାଗେ, ଆନନ୍ଦେ ପରୀକ୍ଷିତ ଆଗେ। ଶୁଣ ହେ ଅଭିମନ୍ୟୁ ସୁତ, କହିବା ତହିଁର ବୃତ୍ତାନ୍ତ। ଶପଥ ଋଷି ଏକ ଦିନେ, ଗମନ୍ତି ଶିବ ଦରଶନେ। ଦିଶନ୍ତି ରବି ତେଜ ପ୍ରାଏ, ସେ ବନେ ବୁଲନ୍ତି ନିର୍ଭୟେ। ଦୂରୁ ତାଙ୍କର ରୂପ ଦେଖି, ଅମ୍ବିକା ଶୟନ ଉପେକ୍ଷି। ଶଙ୍କର ସଙ୍ଗ ଛାଡ଼ି ବେଗେ, ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ। ଲାଜେ ଲୁଚାଇ କଳେବର, ଭୟେ କମ୍ପଇ ଥରହର। ଶଙ୍କର ରହି ଅଧୋମୁଖେ, ଚାହିଁ ନ ପାରି ମନ ଦୁଃଖେ। ଏମନ୍ତେ ମୁନିଗଣେ ଚାହିଁ, ପାଦେହେଁ ନ ପାରନ୍ତି ଯାଇ। ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେ, ତାହାଙ୍କ ଗତି ଦେଖି ମନେ। ପଥେ ଚଳନ୍ତି ଅତି ଶ୍ରମେ, ମିଳିଲେ ବଦରିକାଶ୍ରମେ। ସେ କଥା ଜାଣି କୁଶ ପାଣି, ଅମ୍ବିକା ମୁଖ ଚାହିଁ ଭଣି। ପୁରୁଷ ହୋଇ ଯେବେ ଏଥେ, ପ୍ରବେଶ ହୋଇ ଅକସ୍ମାତେ। ତକ୍ଷଣେ ହେବ ସ୍ତ୍ରୀ ରୂପ, ଏମନ୍ତେ ରୁଦ୍ର ଦେଲେ ଶାପ। ସେଦିନୁ ମହାଦେବ ରୋଷେ, ସେ ବନେ ପୁରୁଷ ନ ପୋଷେ। ଏବେ ହୋ ଶୁଣ ନରନାଥ, ମନୁ ତନୟା ବିପରୀତ। ଅଶ୍ୱ ସହିତେ ଘୋର ବନେ, ସର୍ବେ ଭ୍ରମନ୍ତି ଦୁଃଖ ମନେ। ସେ ବନୁ ଗଲେ ଅନ୍ୟ ବନେ, ସୋମନନ୍ଦନ ତପୋସ୍ଥାନେ। ଭ୍ରମନ୍ତି ଏକୁଆରେ ଧରି, ସ୍ୱଭାବେ ସର୍ବେ ମନୋହାରି। ତାହାଙ୍କ ମଧ୍ୟେ ଇଳା ଦେଖି, ସେ ବୁଧ ତପସ୍ୟା ଉପେକ୍ଷି। ମନ ଚଳିଲା କାମ ଭୋଳେ, ତକ୍ଷଣେ ଧରି ତାକୁ କୋଳେ। ବଳେ ହରିଲା ଚନ୍ଦ୍ରସୂତ, ତକ୍ଷଣେ ପୁତ୍ର ହେଲା ଜାତ। ତାହାଙ୍କୁ ଦେଖି ଗୁଣ ଧାମ, ଦେଲା ସେ ପୁରରବା ନାମ। ଏବେ ହୋ ଶୁଣ କୁରୁ ବୀର, ସେ ବନେ ମନୁର କୁମାର। କୁଳ ଆଚାର୍ଯ୍ୟ ସୁମରିଲେ, ତକ୍ଷଣେ ବଶିଷ୍ଠ ମିଳିଲେ। ତାହାର ସ୍ତ୍ରୀ ରୂପ ଚାହିଁ, ସେ ବ୍ରହ୍ମ ଋଷି ଦୟା ବହି। ଯେମନ୍ତେ ପୁରୁଷ ହୋଇବ, ତକ୍ଷଣେ ସେବି ସଦାଶିବ। ଅନେକ କଲେ ଦିବ୍ୟ ସ୍ତୁତି, ଶୁଣି ସନ୍ତୋଷ ପଶୁପତି। ଆପଣା ବାକ୍ୟ ସତ୍ୟ ଅର୍ଥେ, ବଶିଷ୍ଠେ ଚାହିଁ ଦୟା ଚିତ୍ତେ। ବୋଲନ୍ତି ଅମ୍ବିକାର ମଣ, ବଶିଷ୍ଠ ମୋର ବାକ୍ୟ ଶୁଣ।
এ যে তোহর গোত্রে জাত স্বভাবে ইক্ষ্বাকুর সুত মাসে হইব কামিনী পূর্বে বিষ্ণুর বাক্য ঘেনি মাসে পুରୁଷ ହୋଇବ ଜୀବନ୍ତେ ଯେତେ କାଳ ଥିବ ଏମନ୍ତେ ଦେଇ ତାକୁ ବର ତକ୍ଷଣେ ଗଲେ ଶୂଳଧର। ଏମନ୍ତେ କେତେ କାଳ ଥିଲା ମାସକେ ପୁରୁଷ ବଳା ରାଜ୍ୟ ସେ କଲା ଏହି ମତେ ନିଗମ ବାକ୍ୟ ଅନୁମତେ ତାହାର ରଜ ପ୍ରଜା ଜନେ ବଞ୍ଚିଲେ ଦୁଃଖ ସୁଖ ମନେ ତାର ହୋଇଲେ ତିନି ସୁତ ଶୁଣ ହେ ନୃପ ପରୀକ୍ଷିତ ରାୟ ଉତ୍କଳ ପୁତ୍ର ବେନି ବିମଳ ନାମେ ହୋଇ ତିନି ଦକ୍ଷିଣ ପଥେ ତିନି ରାଜା ଧର୍ମେ ପାଳିଲେ ଜନ ପ୍ରଜା ତଦନ୍ତେ କିଛି କାଳ ଅନ୍ତେ ସୁଦୁମ୍ନ ଭାଳି ଅନ୍ତର୍ଗତେ ପୁରର ବାକୁ ରାଜା କରି ଛାଡ଼ିଣ ପ୍ରତିଷ୍ଠା ନଗରୀ ତପସ୍ୟା ଧନେ ବନେ ଗଲା ସେ ବନେ ଶରୀର ଛାଡ଼ିଲା ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ବଂଶାନୁଚରିତ ଏ ବାଣୀ ଶୁଣି ସଂସାରୁତର ପ୍ରାଣୀ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା ବୈୟାସିକ୍ୟାମ୍ ଏକାଦଶ ସ୍କନ୍ଧେ ଇଳାକନ୍ୟା ଉପାଖ୍ୟାନେ ନାମ ପ୍ରଥମୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।